ବାବୁ ସେଇଦିନଠୁ ଲାଗିଥାନ୍ତି କଳେ ବଳେ କୌଶଳେ କେମିତି ପିଲାଟିକୁ ଗୋଟେ କାମ ଧନ୍ଦା ଧରେଇ ଦେବେ। ହେଲେ ସବୁଠୁ ଅସୁବିଧା ଜିନିଷ ଇଏ ହେଲା ଓଡ଼ିଆ ପୁଅ, ଓଡ଼ିଆ ପିଲା, ମଫସଲ ଗାଁରେ ଘର। ଏଟା ତ କଲିକତା, ଠକ ଗଣ୍ଠି କଟାଙ୍କ ଖଣି, ଚୋରି ଡକାୟତ ସବୁବେଳେ ଲାଗି ରହିଛି। ହେଲେ କ'ଣ କରାଯିବ ବୋଲି ବାବୁ ଭାବିଲେ। ହଉ, ସବୁ ଜିନିଷ ଦେଖି ଶୁଣି କରାଯିବ ବୋଲି ଭାବି କହିଲେ ଏବଂ ଟିକିଏ ଅପେକ୍ଷା କରିବା ପାଇଁ ଭାବିଲେ। ଦିନେ ବେଳ 6 ଘଡ଼ି ଯାଏଁ ଚୁଲିରେ ଲଣ୍ଠା ପଡ଼େ ନାହିଁ। ଦିନକର ଘଟଣା, ବାବୁ ବଳରାମ ଗାଦିରେ ଥାନ୍ତି, ରୋଷେଇ ଘରେ କନା ଚୁଲିରେ ନିଆଁ ପଡ଼ିନାହିଁ, କୌଣସି ରୋଷେଇ ହୋଇନାହିଁ। ରଷିଆ ବ୍ରାହ୍ମଣ କାହିଁ? ରଷିଆର ବ୍ରାହ୍ମଣକୁ ଖୋଜାଗଲା, ସେ ଗଲା କୁଆଡ଼େ? ଏତେବେଳ 2 ଘଡ଼ି ଘଟିଗଲାଣି, 6 ଘଡ଼ି ଘଟିଗଲାଣି, ହେଲେ କୁଆଡ଼େ ଗଲା ରଷିଆ ବ୍ରାହ୍ମଣ? ହଁ, ଦେଖ ବାବୁଙ୍କ ଟଙ୍କା ସିନ୍ଧୁକ ଚାବି ଭଙ୍ଗା ପଡ଼ିଛି, 500 ଟଙ୍କାର ଥଳିଟା ନାହିଁ। ବଡ଼ ଆଶ୍ଚର୍ଯ୍ୟ କଥା, ସିନ୍ଧୁକ ଭାଙ୍ଗି ଯାଇଛି, 500 ଟଙ୍କାର ଟଙ୍କା ଥଳିଟା ନାହିଁ। ଢେର ଖୋଜା ତାଲସା ହେଲା, ଥାନାରେ ଏତଲା ଦିଆଗଲା, ଆଉ ପୂଜାରୀ ଏକାବେଳେ ଗୁମ୍। ତ ପୂଜାରୀ ସବୁ ଟଙ୍କା ନେଇକି ଛୁ ହେଇଯାଇଛି, ପଳେଇ ଯାଇଛି। ଗୋଳମାଳରେ ବେଡ଼ ଗୁଳି ଗଲାଣି। ବାବୁ ଉପାସରେ ବସିଛନ୍ତି। ବାବୁ ସିଧା ମନା ବି କରିଦେଇଛନ୍ତି ଯେ ସେ ବ୍ରାହ୍ମଣ ହାତରୁ ବା ବଙ୍ଗାଳୀ ବ୍ରାହ୍ମଣ ହାତରୁ ସେ ତ ଖାଇବେ ନାହିଁ। ଏତେ ଚଞ୍ଚଳ ଓଡ଼ିଆ ବ୍ରାହ୍ମଣ ବା ରଷିଆ କୋଉଠୁ ଆସିବ? କିଏ ଖୋଜିଦେବ ତାଙ୍କୁ ଏତେ ଶୀଘ୍ର? କଲିକତା ବଡ଼ି ଜାଗାରେ ବାବୁ ବଳରାମକୁ ଓଡ଼ିଆ ବ୍ରାହ୍ମଣ କୋଉଠୁ ଆସିବ? ଗୋପାଳ ହାତ ଯୋଡ଼ିକି କହିଲା। ଏସବୁ ଦେଖି ସାରିଲା ପରେ ଗୋପାଳ ହାତ ଯୋଡ଼ି କହିଲା, ଆଜ୍ଞା, ମୁଁ ତେବେ 2ଟା ଚଢ଼େଇ ଦିଏ। ବାବୁ କହିଲେ, ତୁ ପାରିବୁରେ ଗୋପାଳ? ଆଚ୍ଛା ହଉ, ଏ ଓଳିଟା ଚଳିଯାଉ, ତାପରେ ଦେଖିବା କ'ଣ ହଉଛି, କୋଉଠୁ ସୁବିଧା ଅସୁବିଧା ହବ ଦେଖିବା। ଏ ବେଳଟା ତ କଥା। ହଉ, ତୁ ଯଦି ପାରିବୁ କହୁଛୁ, ଚଢ଼େଇ ଦେ। ବାବୁ ଠାରେ ବସିଲେ। ଠାରେ ବସି ଦେଖିଲେ, ଏତେ ଚଞ୍ଚଳ 5 ତିଅଣ, ପୁଣି ବଡ଼ ଭଲ। ପଚାରିଲେ, ଆରେ ଗୋପାଳ, ତୁ କେମିତି ରାନ୍ଧି ଶିଖିଲୁ ରେ? ଗୋପାଳ ପ୍ରତି ଉତ୍ତର ଦେଲା, ଆଜ୍ଞା, ପୂଜାରୀ ରନ୍ଧା ଦେଖି ସବୁ ଶିଖି ଯାଇଛି। ସେ ରାନ୍ଧୁଥିବା ବେଳେ ମୁଁ ବସି ଦେଖୁଥାଏ, ଆଉ ସେ ଦେଖୁ ମୁଁ ଶିଖି ଯାଇଛି। ଆପଣଙ୍କୁ ଭଲ ଲାଗିଲା ବାବୁ? ବାବୁ ଏଣିକି ଗୋପାଳ ହାତ ଛଡ଼ା ଆଉ କାହାରି ହାତରୁ ଜଳ ଛୁଅନ୍ତି ନାହିଁ, ଖାଦ୍ୟ ଗ୍ରହଣ କରନ୍ତି ନାହିଁ। ପୁଣି ଦେଖିଲେ, ବଜାର ସଉଦା ଖର୍ଚ୍ଚ ଅଧାରୁ ଅଧିକରୁ ଉଣା ହେଉଛି। ପରିବା ପତ୍ର 2 ଗୁଣ ବେଶୀ, ପୁଣି ବଡ଼ ସୁନ୍ଦର ରନ୍ଧା ହେଉଛି। ଯେତିକି ପୂଜାରୀ ଖର୍ଚ୍ଚ କରୁଥିଲା ତାଠାରୁ କମ୍ ଖର୍ଚ୍ଚ ହେଉଛି। ପରିବା ପତ୍ରରେ ବଢ଼ିଆ ତରକାରୀ କରିପାରୁଛି, 9 ତିଅଣ ରାନ୍ଧି ଦେଇପାରୁଛି ଗୋପାଳ। ପୁଣି ସୁନ୍ଦର ରନ୍ଧା, ମନମୁଗ୍ଧକର, ବାବୁଙ୍କର ପାଟିକୁ ସ୍ୱାଦିଆ ଲାଗୁଛି। ବାବୁଙ୍କ ମନ ଜାଣି ବେଳେ ମାଫିକେ ଗୋପାଳ ରନ୍ଧା ବଢ଼ାରେ ଲାଗିଥାଏ। ଯେତେବେଳେ ଯେମିତି ଖାଇବା ବାବୁକୁ ପସନ୍ଦ, ସେଇଭଳିଆ ଖାଦ୍ୟ ବାବୁକୁ ରାନ୍ଧିକି ଗୋପାଳ ଦିଏ। ପୂଜାରୀ ତ ବଜାର ସଉଦା, ଘିଅ ତେଲ ସବୁଥିରୁ ରସ କାଟିବ। ସବୁବେଳେ ଆପଣ ରୋଜଗାର ଲାଗିଥାଏ। ବାବୁ ଭଲ ଖାଇଲେ ମନ୍ଦ ଖାଇଲେ ତାର କ'ଣ ଯାଏ? ବାବୁ ଯଦି ଭଲ ଖାଉଛନ୍ତି କି ଖରାପ ଚାହୁଁଛନ୍ତି ତାର କିଛି ଯାଏ ଆସେ ନାହିଁ। ପୂଜାରୀର ତ କେମିତି ପଇସା ଅସୁଲ କରିବ, ସେ ରୋଜଗାର କରିବ, 2 ପଇସା ରଖିବ, ସେଇ କଥା ସେ ଭାବୁଥାଏ। କିନ୍ତୁ ଗୋପାଳ ତ ସେଇଆ ନୁହେଁ। ବାବୁଙ୍କୁ କେମିତି ଭଲ ଖାଦ୍ୟ ଦେଇପାରିବ, ସ୍ୱାଦିଷ୍ଟିକର ଖାଦ୍ୟ ଦେବ, ସ୍ୱାସ୍ଥ୍ୟକର ଖାଦ୍ୟ ଦେବ, ସେଇ କଥା ସେ ଭାବୁଥାଏ। ବାବୁ ବହୁତ ଖୁସି ହେଲେ। ବାବୁ ଥରେ ଗାଁକୁ ଯାଇ ଗୋପାଳକୁ ଗୋଟେ ଘର ବନାଇ ଦେଇ ବିବାହ କରେଇଦେଲେ, ହାତରୁ 2 ହାତ କରେଇଦେଲେ। କନ୍ୟାଟି ଯେମିତି ଦେଖିବାକୁ ଡଉଲ ଡାଉଲ, ସେମିତି ଗୁଣ, କହିଲେ ଗୋଟିଏ ଚାଉଳରେ ଗଢ଼ା। ପହରା ପଡ଼ିବା ଦିନକୁ ଦିନ ଗୋପାଳର ଘଡ଼ ବଢ଼ୁଛି।
ଗୋପାଳ ରନ୍ଧା ବଢ଼ା ସାରି ସବୁବେଳେ ଗଦିରେ ବାବୁଙ୍କ ପାଖେ ଥାଏ। ତୁଚ୍ଛା ବସିଥାଏ ନାହିଁ, ଖାଲଟାରେ ବସି ରହେ ନାହିଁ, କିଛି କାମ କରିବାକୁ ଇଚ୍ଛା ପ୍ରକାଶ କରେ। କେତେବେଳେ କଣ୍ଟା ଧରିଛି ତ କେତେବେଳେ ମାଲ ସାଇତାରେ ଅଛି, ସବୁବେଳେ ବ୍ୟସ୍ତ। ମାଲ କିଣା ବିକା ଛକ ଛାକା ଗୋପାଳ ବେଶ ଜାଣିଗଲାଣି। ସେ ମାଲ କୋଉଠୁ ଆସିବ, କେମିତି ହବ, ଏସବୁ ଭାବରେ ବହୁତ ଜ୍ଞାନ ହେଇଗଲାଣି ଗୋପାଳର। ବାବୁ ଢେର ଥର ଭିଡ଼ିଲେଣି। ଆପେ ଏଡ଼େ ପୁରୁଖା ଲୋକ ହେଲେ ବି ଥରେ ଥରେ ଗୋପାଳ ବଳି ପଡ଼େ। ଯଦି ବାବୁ ବହୁତ ପୁରୁଣା ଲୋକ ହେଇଥିଲେ ମଧ୍ୟ ଗୋପାଳ ତାଙ୍କଠାରୁ ପାରେଇ ଯାଏ। ସେ ବଳି ପଡ଼େ। ତା କଥାରେ ଚାଲିଲେ ଠକିବାକୁ ହୁଏ ନାହିଁ। ଯଦି ଗୋପାଳ କଥାରେ ବାବୁ ଚାଲିଛନ୍ତି ସେ କେବେ ଠକାମିର ଶିକାର ହୁଅନ୍ତି ନାହିଁ, ବରଂ 2 ଗୁଣା ପଇସା ଅଧିକ ଲାଭ କରନ୍ତି, କେବେ ଠକାମିର ଶିକାର ହୁଅନ୍ତି ନାହିଁ। ଗୋପାଳ ଏବେ ଆଉ ରସିଆ ନୁହେଁ। ଗୋପାଳ ଆଉ ଏବେ ରସିଆ ହେଇକି ରହିନାହିଁ, ବେପାରରେ ବାବୁଙ୍କ ଡାହାଣ ହାତ ହେଇଯାଇଛି। ବାବୁ ବୁଢ଼ା ହେଲେଣି, 5 ଜାଗାକୁ ଯାଇ ଆସି ପାରନ୍ତି ନାହିଁ। ଧା ଦୌଡ଼ କାମ ଗୋପାଳ ଜିମା। ଯେତେ ସବୁ କୋଉଠୁ ପଇସା ଆସିବ, କିଏ ଧାର ନେଲା, କିଏ ଟଙ୍କା ଦେଲା, ସବୁ ହେଉଛି ଏ ଗୋପାଳର ଜିମା। ଏବେ ଆଉ ଗୋପାଳ ସେ ଗୋପାଳ ହେଇନାହିଁ। ଗଦିରେ ତାର ଡାକ ନାମ ସାନ ବାବୁ ହେଇଗଲା। ଗୋପାଳର ନାମ ପରିବର୍ତ୍ତନ ହେଇଗଲା, ସେ ଗୋପାଳରୁ ସାନ ବାବୁ ହେଇଗଲା। କାଗଜ ପତ୍ରରେ ଗୁମାସ୍ତା ଏବେ ଲେଖୁଛି ବାବୁ ଗୋପାଳ ଚନ୍ଦ୍ର ମହାପାତ୍ର। କେତେ ସୁନ୍ଦର ନାଁ ନୁହେଁ? ଗୋପାଳରୁ ଗୋପାଳ ଚନ୍ଦ୍ର ମହାପାତ୍ର ଲେଖୁଛି। ବାବୁ ଗୋପାଳ ଚନ୍ଦ୍ର ମହାପାତ୍ରେ ସନ୍ଧାନ କରି ବୁଝିଲେ, ଜୋସ୍ର ମତିହାର ପବନା ଅଞ୍ଚଳରୁ ଯେଉଁ ସବୁ ହଳଦୀ ଧୂଆଁ ପତ୍ର ସରକ ଆସେ, ପ୍ରଥମେ ଚାଷୀଠାରୁ କିଣେ ବୁଲା ବେପାରୀ। ସେ ବିକେ ପାଇକାରୀକୁ, ପାଇକାରୀ ହାତରୁ କିଣେ ଗୋଦାମବାଲା, ଦଣ୍ଡିଦାର ତା ପାଖରେ ମାଲ କିଣି ଚାଲାଣ ଦିଏ। କଲିକତାରେ ମାଲ ପହଞ୍ଚିଲା ବେଳକୁ 3ଟା ହାତରେ ଲାଭ ଲାଗିଯାଏ। ମହାପାତ୍ରେ ଦିନେ ବେଳକାଣ୍ଡ ଉଣ୍ଡି ମହାଜନଙ୍କୁ ଜଣାଇଲେ। ମହାପାତ୍ର ବାବୁ କହୁଛନ୍ତି ଗୋପାଳ ବାବୁକୁ, ଗୋପାଳ ବାବୁ ଯେଉଁ ମହାପାତ୍ରେ ହେଇଯାଇଛନ୍ତି ସେ ବଳରାମ ବାବୁକୁ କହୁଛନ୍ତି, ଆଜ୍ଞା ବେପାରରେ ଲାଭ ବିକା ଜାଗାରେ ନୁହେଁ ଆଜ୍ଞା, କିଣା ଜାଗାରେ। ଏଇ ଯେ ଧୂଆଁ ପତ୍ର ହଳଦୀ ସରକ ଆସୁଛି, ମୁଁ ଥରକେ ଯାଇ ଠିକଣା ଜାଗାଟା ବୁଝି ଆସେ। ମହାଜନଙ୍କ ଅନୁମତି ଘେନି ସାନବାବୁ ସଳଖେ ସଳଖେ ଠିକଣା ଜାଗାକୁ ଚାଲିଗଲେ। ମଝିରେ ଆଉ କାହାରିକୁ ନଗା ନ ରଖି ଚାଷୀ ମୁଣ୍ଡରେ ଚାଷୀମାନଙ୍କ ଠାରୁ ସଉଦା କଲେ। ସିଧା ସଳଖ ଚାଷୀମାନଙ୍କ ଠାରୁ କିଣା ହବ, ଅଧିକ 2 ପଇସା ଲାଭ ହବ, ଏଇଆ ଭାବିକି ସେ ସଉଦା କଲେ ଡାଇରେକ୍ଟ ଚାଷୀ ପାଖରୁ ସିଧା ସଳଖ ଭାବରେ। 2 ବର୍ଷ ଏପରି କାମ ଚଳିବାରୁ ଦେଖାଗଲା ପୂର୍ବଠାରୁ 2 ଗୁଣା ଲାଭ ବେଶୀ ହେଉଛି, ଅଧିକ ପ୍ରଫିଟ୍ ହେଉଛି, ଅଧିକ ଲାଭଦାୟକ ହେଉଛି। ମହାପାତ୍ରେ ଏବେ ବଳଙ୍କର ଚାକର ନୁହନ୍ତି। ବଳରାମ ବାବୁଙ୍କର ଆଉ ଚାକର ହେଇ ରହିନାହାନ୍ତି। ମହାପାତ୍ରେ ବାବୁ, ଗୋପାଳ ବାବୁ, ଗୋପାଳିଆ ଯାହା କହୁଛ କୁହ। ଲାଭରେ 4 ପଣି ଅଂଶୀ ଭାଗ ଭାବରେ ସେ ପରିଚିତ ହେଇଗଲେ। ଏଇପରି ଭାବରେ 4-5 ବର୍ଷ, 5-7 ବର୍ଷ କ୍ରମାଗତ ଭାବରେ ଚାଲିଲା। ଦିନ ପରେ ଦିନ, ରାତି ପରେ ରାତି, ମାସ ପରେ ମାସ ଗଡ଼ି ଚାଲିଲା। କ୍ୟାଲେଣ୍ଡରରୁ ତାରିଖ ବଦଳି ଚାଲିଲା, ମାସ ବଦଳି ଚାଲିଲା। ମହାପାତ୍ରେ ବର୍ତ୍ତମାନ ଲକ୍ଷପତି ହୋଇଗଲେ। କିଏ ଜାଣିଥିଲା ଦିନେ ଗାଁରେ ବାରବୁଲା ପିଲାଟି ଲକ୍ଷପତି ହେବ ବୋଲି, ମହାପାତ୍ରେ ବାବୁ ବୋଲି ପରିଚିତ ହେବ ବୋଲି? ଆଜି ସିଏ ପରିଚିତ, ମହାପାତ୍ରେ ବାବୁ ଭାବରେ ପରିଚିତ ହେଇଗଲେ। ସେ ମନା କରୁ କରୁ ମହାଜନ ବଳେ ଗ୍ରାମରେ 10-12 ହଜାର ଟଙ୍କା ଲଗାଇ ଗୋଟେ ବଡ଼ 2 ମହଲା ଘର ବନେଇ ଦେଲେ। ଖଣ୍ଡେ ତାଲୁକ ବି କିଣିଦେଲେଣି। ମହାଜନଙ୍କର ଇଚ୍ଛା ଗୋପାଳ ଖୁବ୍ ବଡ଼ ଲୋକ ହଉ, ଖୁବ୍ ଉନ୍ନତି କରୁ। ହେଲେ ଗୋପାଳର ବଡ଼ ଲୋକୀ ଚାଲିଚଳନ ନାହିଁ। ଦିନ ରାତି କାମ କରେ, କାମରେ ହିଁ ତାର ଆନନ୍ଦ, କାମରେ ହିଁ ତାର ତୃପ୍ତି।
କାମରେ ହିଁ ତାର ଜୀବନ କହିଲେ କିଛି ଭୁଲ ହେବ ନାହିଁ। ଗଦିର ସବୁ ମାମଲାକ୍ତ ତହବିଲ ଚାବି ମହାପାତ୍ରଙ୍କ ହାତରେ। ବେଳେ ଏବେ ତୁନି ହୋଇ ଗଦିରେ ମାଲ ଗଡ଼ଉଛନ୍ତି ବାବୁ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ଗୋଟିଏ ବୋଲି ପୁଅ। ଏହି ଭିତରେ କିଛି ବର୍ଷ ବିତି ଯାଇଛି। ମା ସାନ୍ତାଣୀ ଅନ୍ତଃସତ୍ତ୍ୱା ହେଇଛନ୍ତି, ଗର୍ଭବତୀ ହେଇଛନ୍ତି ଏବଂ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଗୋଟିଏ ବୋଲି ପୁଅ ଜନ୍ମ ହେଇଛି। ନାମ ତାର ଦେଇଛନ୍ତି ଗୋପାଳ ବାବୁ ରାଜୀବ ଲୋଚନ। ପୁଅଟି ପାରିଗଲାଣି 14 ପୁରି 15 ଚାଲିଛି। ଗୋପାଳ ବାବୁ ଗ୍ରାମକୁ ଯାଇଥିଲେ। ଅବଧାନେ ଦେବୀ ଓଝା ଆସି କହିଲେ, ସାନ ବାବୁ ଖୁବ ବୁଦ୍ଧିଆ, ଭାରି ପଠୁଅ। ଖଡ଼ି ପାଠ ପଥି ପାଠ ସବୁ ଛିଡ଼ିଲେଣି, ସବୁ ସାରିଦେଲେଣି, ଆଉ ତାଙ୍କୁ ପଢ଼େଇବାକୁ ପାଠ ନାହିଁ ଆଜ୍ଞା। ଆମ ରାଜୀବ ଲୋଚନ ବାବୁ ଯେଉଁ ଅଛନ୍ତି ଭାରି ବୁଦ୍ଧିଆ ଲୋକ, ତାଙ୍କୁ ଆଉ ପାଠ ନାହିଁ ତାଙ୍କୁ ପଢ଼େଇବା ପାଇଁ, ଅବଧାନେ ଆସି କହୁଛନ୍ତି। କିନ୍ତୁ ଅସଲ କଥାଟା ସେଇଟା ନୁହେଁ। ଅସଲ କଥାଟା ହେଲା ରାଜୀବଟା ଭାରି ଦୁଷ୍ଟ, ଚାଟଶାଳୀରେ ବଡ଼ ଉତ୍ପାତ କରେ, କାହାରିକୁ ଖାତିର କରେ ନାହିଁ। ଅବଧାନଙ୍କ ସାଙ୍ଗରେ ବି ଥଖଡ଼ ମଖଡ଼ ଲାଗିଲାଣି। ବଡ଼ ଲୋକଙ୍କ ପୁଅ, ଉତ୍ତର କିଏ ଦେବ ବାବା? ଜମିଦାର ପୁଅ ବୋଲି ଅବଧାନେ ଶଙ୍କି ରହିଥାନ୍ତି, ଡରି ରହିଥାନ୍ତି, ଭୟ କରୁଥାନ୍ତି, କିଛି କହିପାରନ୍ତି ନାହିଁ। ବାବୁ ପୁଅର ପ୍ରଶଂସା ଶୁଣିଲେ। ବାବୁ ପୁଅର ପ୍ରଶଂସା ଶୁଣି ଭାରି ଖୁସି ହେଇଗଲେ, ମନ କୁଣ୍ଢେମୋଟ ହେଇଗଲା। ଅବଧାନେ ଗୋଟିଏ ଯଥା 5ଟି ଟଙ୍କା ପୁରସ୍କାର ପାଇ ଦଣ୍ଡବଟ କରି ମେଲାଣି ଘେନିଲେ। ବାବୁ ଖୁସି ହେଇଗଲେ ପୁଅର ତାରିଫ ଶୁଣିକି। 5 ଟଙ୍କା ପୁରସ୍କାର ଦେଲେ। ଅବଧାନେ ସେ ବାଟରେ ଚାଲିଗଲେ। ସାନ୍ତାଣୀ ଯେଉଁ ରାଜୀବଙ୍କ ମାତା ଥିଲେ, ସେ ସାନ୍ତଙ୍କୁ କହିଲେ, ରାଜୀବ ମୋ ବୋଲ ମାନୁନାହିଁ। ଦିନ ଯାକ ଗାଁ ଟୋକାଙ୍କ ସାଙ୍ଗରେ ଦାଣ୍ଡରେ ବୁଲୁଥାଏ, ତାକୁ ସାଙ୍ଗରେ ଘେନିଯାଅ। ରାଜୀବକୁ କଲିକତା ଘେନି ଯାଇ କାମ ଶିଖେଇବା ପାଇଁ ବାବୁଙ୍କର ବି ଇଚ୍ଛା ଥିଲା। ଏଡ଼େ ମା ସାନ୍ତାଣୀ କହିଲେଣି, କ'ଣ କରାଯିବ? କଲିକତା ବଳବାବୁ ମହାଜନ ଗଦି ସାଙ୍ଗରେ ବଡ଼ ବଡ଼ ଇଂରେଜୀ ସୌଦାଗର ହାଉସ ମାନଙ୍କର କାରବାର ଚାଲେ।